ରାସ୍ତା ଦୁର୍ଘଟଣାରେ ଗୁରୁତର ଆହତ ଷଣ୍ଢକୁ ଚିକିତ୍ସା କରି ପ୍ରଶଂସା ସାଉଁଟିଲେ ସ୍ୱେଚ୍ଛାସେବୀ। କେନ୍ଦୁଝର ଜିଲ୍ଲା 20 ନମ୍ବର ଜାତୀୟ ରାଜପଥ ରାମଚନ୍ଦ୍ରପୁର ଥାନା ସମ୍ମୁଖରେ ଗତକାଲି ସନ୍ଧ୍ୟାରେ ଏକ ଲୁହାପଥର ବୋଝେଇ ଟ୍ରକ୍ ଧକ୍କାରେ ଗୋଟିଏ ବୁଲା ଷଣ୍ଢ ଗୁରୁତର ଆହତ ହୋଇ ରାସ୍ତା କଡ଼ରେ ପଡ଼ି ରହିଥିଲେ। ସ୍ଥାନୀୟ ଗରିବ ସାଥୀ ସ୍ୱେଚ୍ଛାସେବୀ ସଂଗଠନ କର୍ମକର୍ତ୍ତାଙ୍କ ହସ୍ତକ୍ଷେପ ପରେ ଅପରେସନ୍ ନନ୍ଦୀ ସଫଳ ହୋଇଛି। ଦୁର୍ଘଟଣାରେ ଷଣ୍ଢଟିର ଅନ୍ତନଳୀ ପଦାକୁ ବାହାରି ଆସିଥିବାରୁ ସ୍ୱେଚ୍ଛାସେବୀମାନେ ପହଞ୍ଚି ତତ୍କ୍ଷଣାତ୍ ସ୍ଥାନୀୟ ସାଇଁକୁଳ ପ୍ରାଣୀ ଚିକିତ୍ସକ ଡାକ୍ତର ସରୋଜ କୁମାର ମହାନ୍ତି ଓ ସହାୟକ ଅଜୟ କୁମାର ପଣ୍ଡାଙ୍କ ସହଯୋଗରେ ଦୀର୍ଘ 2 ଘଣ୍ଟା ପରେ ଷଣ୍ଢଟିର ଆବଶ୍ୟକ ଚିକିତ୍ସା ଓ ସଫଳତାର ସହ ଅସ୍ତ୍ରୋପଚାର କରିଥିଲେ। ଷଣ୍ଢଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ଯାଏ ତାକୁ ଏକୁଟିଆ ଏକ ଖୋଲା ସ୍ଥାନରେ ରଖାଯାଇ ତା ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ଆବଶ୍ୟକ ଖାଦ୍ୟ ଔଷଧ ଯୋଗାଇ ଦିଆଯାଇଛି। ଗରିବ ସାଥୀ ସେବା ସଂଗଠନ କର୍ମକର୍ତ୍ତା ହେମନ୍ତ ଜେନା, ଉମାକାନ୍ତ ସାହୁ, ସୋମନାଥ ବେହେରା, ଅମିତ କୁମାର ରାଉତ, ସୌମ୍ୟଜିତ ସାହୁ, ଗଗନ କୁମାର ସାହୁ, କିଶୋର ଜେନା, ବିଜୟ ଜେନା, ପ୍ରଦୀପ ଜେନା, ନୀଳମଣି ବେହେରା ଜେନା ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ଯୁବକମାନଙ୍କ ଏଭଳି ମହତ୍କାଂକ୍ଷା ଅଭିଯାନକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।